ଜାଣିଛନ୍ତି କହିବା ଆଉ କରିବାରେ ବହୁତ ପାର୍ଥକ୍ୟ ଥାଏ, ହଁ ନା ନାହିଁ? ହଁ, କାରଣ ମୋତେ ଜଣେ ଏହି ବିଷୟରେ ପଚାରିଥିଲେ ଯେ ଆମେ ଯାହା କହୁ ତାହା କାହିଁ କରିପାରୁନୁ, ଆଉ ଯାହା କରିବାକୁ ଚାହୁଁନୁ ତାହା କରିଦେଉଛୁ। ସତ କଥା କହିବାକୁ ଗଲେ ମଣିଷର ଯେଉଁ ମନଟା ବହୁତ ଅସ୍ଥିର, ତାର ନିଜର ମନ ଉପରେ କଣ୍ଟ୍ରୋଲ ନଥାଏ, ଆଉ ଡିସିସନ୍ ନେବାଟା ବି ତା ପାଇଁ ପ୍ରତି କ୍ଷେତ୍ରରେ କଷ୍ଟକର ହେଇଥାଏ। ସେଥିପାଇଁ ସେ ଯାହା କହେ କରିନା ବା ଯାହା କରିଥାଏ କହିନଥାଏ, ଏଇଭଳି ଘଟଣା ଘଟିଥାଏ। କେମିତି? ଧର ଆପଣ ଭାବିଲେ 8 ଦିନ ସଂକଳ୍ପ ନେଲେ ମୋତେ ସକାଳ 5ଟାରୁ ଉଠିବାର ଅଛି, ମର୍ଣ୍ଣିଂ ୱାକ୍ କରିବାର ଅଛି, ଆଟ୍ ଏନି କଷ୍ଟ ମୋତେ 5ଟା ବେଳେ ଉଠିବାର ଅଛି। କହିଦେଲେ ତା ପରଦିନ ଦେଖିଲା ବେଳକୁ ଓହୋ ବହୁତ ଜୋରେ ବର୍ଷା ହେଉଛି, ଶୀତ ଲାଗୁଛି, ନାଇଁ ନାଇଁ ମୁଁ ଶୋଇପଡ଼େ। ସେଇଠି ଆପଣଙ୍କର ସଂକଳ୍ପଟା ବା ମନ ଆପଣଙ୍କୁ ଅସ୍ଥିର କରାଇଲା, ବିଚଳିତ କରାଇଲା, ସେଥିପାଇଁ ଆପଣ କରିପାରିଲେନି। ମୁଁ ହୁଏ କି ଆପଣ ହୁଅନ୍ତୁ, ସମସ୍ତଙ୍କ କ୍ଷେତ୍ରରେ ଏଇଟା ଘଟିଥାଏ। ତେଣୁ ଆମେ ଯାହା କହୁ ତାହା କରିନଥାଉ। ତା ମାନେ ନୁହଁ ଯେ ସବୁ କଥା ଆମେ କରିନଥାଉ, କିଛି କଥା ଆମେ କରିଥାଉ, କିନ୍ତୁ କିଛି କିଛି କଥା ଥାଏ ଯାହା ଆମେ କରିନଥାଉ, କହିଥାଉ। ତେଣୁ କହିବା ଆଉ କରିବାର ବହୁତ ପାର୍ଥକ୍ୟ। ବିଚିତ୍ର ସଂସାର ନା?